ସମସ୍ତଙ୍କୁ ମୋର ନମସ୍କାର। ହଁ ଦର୍ଶକ ବନ୍ଧୁ, ଆପଣମାନେ ଅନେକ ଥର କହିଲେଣି ଯେ ତୁମେ ଏବେ କାହିଁକି ସୋସିଆଲ ମିଡ଼ିଆରେ ଆଉ କିଛି ପୋଷ୍ଟ କରୁନ। ସାଥୀ ଭଉଣୀମାନେ, ଅନେକ ପ୍ରକାର ସମସ୍ୟା ଭିତରେ ଦେଇ ଯିବାକୁ ପଡ଼ୁଛି। ଦୁଃଖ କହିବି କି ସୁଖ କହିବି, ଯାହା ଅଙ୍ଗେ ଲିଭେଇଛି ତା କହିବି। ଦେଖୁନାହାନ୍ତି, ଅଙ୍ଗନବାଡ଼ି ଚାକିରିରେ ତ ଅନେକ ସମସ୍ୟା ରହିଛି। ଆମେ ସାମୂହିକ ସ୍ୱାର୍ଥ ପାଇଁ ସମସ୍ତେ କିଭଳି ସରକାରୀ ମାନ୍ୟତା ପାଇବେ ତା ପାଇଁ ଲଢ଼ୁଛେ, କିନ୍ତୁ ବାଡ଼ ଯଦି ଫସଲ ଖାଇବ ଆପଣମାନେ କ'ଣ କରିବେ? ଏଇ ଦେଖୁନାହାନ୍ତି, ଆମ ଅଫିସରଙ୍କ କଥା, ଆମ CDPO ମ୍ୟାଡ଼ାମଙ୍କ କଥା କହିବାକୁ ବାହାରୁ ନଥିଲେ, ଇଚ୍ଛା ନଥିଲେ ବି ଆଜି ମୁଁ ଖୋଲାଖୋଲି ଭାବରେ ଆପଣମାନଙ୍କୁ କହୁଛି। ଦେଖନ୍ତୁ, ଯାହା ତ ସମସ୍ୟା ଅଛି କିଛି କିଛି ଆପଣମାନେ ନିଶ୍ଚିତ ଜାଣିଛନ୍ତି। ଆମର ତ ଜାନୁଆରୀ ମାସରେ ସେ ଦରମା କଲେନି, ରୋଷେଇ ପଇସା ଆଉ ଚାଉଳ ତ ଯାହା ଠିକ୍ରେ ଦେଉନାହାନ୍ତି, ଯାହା ତ ଯାହା ହେଇଛି। କିନ୍ତୁ ଗୋଟେ ଛୋଟିଆ କଥା ଦେଖନ୍ତୁ, ଫେବୃଆରୀ ମାସ 21 ତାରିଖ ଶନିବାର ସନ୍ଧ୍ୟା 5:19 CDPO ମ୍ୟାଡ଼ାମ ପତ୍ର ସଂଖ୍ୟା 123 ଅନୁସାରେ ଆମମାନଙ୍କୁ ଜଣେଇଲେ ଯେ 281 ଜଣ ଅଙ୍ଗନବାଡ଼ି କର୍ମୀ ସମସ୍ତେ ପଲିସରଣା ପଡ଼ିଆର ମିଶନ ଶକ୍ତି ଭବନରେ ପହଞ୍ଚିବ। ତାଙ୍କ କଥା ଅନୁସାରେ ଆମେ ପହଞ୍ଚିଲୁ। 4ଟା ସମୟରେ ଆମେ ପହଞ୍ଚିଲୁ। ଟାଇମ୍ ଦେଇଥିଲେ 4ଟା, 3:30ରୁ ଆମେ ପହଞ୍ଚି ସାରିଥିଲୁ। କିନ୍ତୁ ସେ ଆସିଲେ 5ଟାରେ। ଆସିକି କହିଲେ ଯେ ତୁମେ ସବୁ କାହିଁକି ଆସିଛ? ତମକୁ ତ ମୁଁ ଡାକିନଥିଲି, 4-5 ଜଣ ଡାକିଥିଲି। ଯଦି ଆସିଛ ଆଜି ପଳାଅ, ଆଉ ଦିନେ ବସିବା। ସେଇଥିରୁ କିଛି ଆମେ ମନା କରିଥିଲୁ ଯେ ଆପଣ ଆସନ୍ତୁ, ଆମ ପାଖରେ ଏଇଠି ବସିକି ମିଟିଂ କରନ୍ତୁ, ଆମେ ଆପଣଙ୍କର କିଛି ଆଲୋଚନା ଶୁଣି ଦେଇକି ଯିବୁ। ତାଙ୍କର ଅଶାଳୀନ ବ୍ୟବହାର ପାଇଁ ଆମେ କ୍ଷୁବ୍ଧ ହୋଇଥିଲୁ। ତାହା ତ ଆପଣମାନେ ଜାଣନ୍ତି, ମୁଁ ବେଶୀ କିଛି କହିବା ପାଇଁ ଏ ବିଷୟରେ ଚାହୁଁନି। ପରବର୍ତ୍ତୀ ପର୍ଯ୍ୟାୟରେ ଆମର 25 ତାରିଖ ଦିନ ଏକ ହାଇ ଲେବୁଲ୍ ମିଟିଂ ବସିଥିଲା। ସେ ମିଟିଂରେ ମ୍ୟାଡ଼ାମ୍ ବି ଉପସ୍ଥିତ ଥିଲେ, ଆମେ ମଧ୍ୟ ଥିଲୁ। ସେ ମିଟିଂ ସରିଲା ପରେ 26 ତାରିଖ ଦିନ ମ୍ୟାଡ଼ାମ୍ ଆକ୍ରୋଶମୂଳକ ଭାବରେ ଆମର ମାନସୀ ମହାପାତ୍ର ଆଉ ହରପ୍ରିୟା ସ୍ୱାଇଁ ଆମ 2 ଜଣଙ୍କର ବ୍ୟାଙ୍କର ଷ୍ଟେଟମେଣ୍ଟ ଜବରଦସ୍ତ ଯାଇ ବ୍ୟାଙ୍କରୁ ଆମର ବ୍ୟକ୍ତିଗତ ଷ୍ଟେଟମେଣ୍ଟକୁ ଆଣି ସେଥିରେ କିଛି ମେନସନ୍ କରି ଗୋଲେଇ ଚିହ୍ନ ମାରି ଆମର ଟ୍ରେନିଂ ପଇସା 450 ଟଙ୍କା ଯାଇଛି ନା ନାହିଁ ସେ ବିଷୟକୁ ଆଲୋଚନା କରି ଚିହ୍ନ ମାରି ସେକ୍ଟର ଲିଡର ଗ୍ରୁପରେ ଛାଡ଼ିଥିଲେ। ଏଇଠି ମୁଁ କହିବାକୁ ଚାହେଁ, ଟ୍ରେନିଂରେ ଆପଣ କେତେ ଟଙ୍କା ଆଣିଥିଲେ, ପାଇଥିଲେ, କେତେ ଖାଇଲେ ସେ ବିଷୟରେ ତ ମୁଁ କହିବି। କିନ୍ତୁ ଗୋଟେ କଥା, ଯଦି ହାଇ ଲେବୁଲ୍ ମିଟିଂ କି 24 ଘଣ୍ଟା ନ ପୁରୁଣୁ CDPO ହିସାବରେ ଆମ ମ୍ୟାଡ଼ାମ୍ ଯାଇ ବ୍ୟାଙ୍କରୁ କେଉଁ ସମ୍ବିଧାନର ନିୟମ ଅନୁସାରେ ସିଏ ଆମର ବ୍ୟକ୍ତିଗତ ଷ୍ଟେଟମେଣ୍ଟକୁ ଆଣିଲେ, ଆଉ ଇଣ୍ଡିଆନ ବ୍ୟାଙ୍କର ମ୍ୟାନେଜର ଢେଙ୍କାନାଳ କିଭଳି ଭାବରେ ଦେଲେ ସେଇଟା ତ ଆଶ୍ଚର୍ଯ୍ୟ ଲାଗୁଛି। ଯଦି ବି ଦେଲେ, ଯଦି ବି CDPO ମ୍ୟାଡ଼ାମ୍ ଆଣିଲେ ସରିତା ନାୟକ ମହୋଦୟା, ଆପଣ ଯଦି 24 ଘଣ୍ଟା ବି ବିତିଲାନି ଆମର ଷ୍ଟେଟମେଣ୍ଟ ଆଣିକି ଗ୍ରୁପରେ ଛାଡ଼ି ପାରିଲେ, ଆପଣ କୁହନ୍ତୁ ବ୍ୟକ୍ତିଗତ ଷ୍ଟେଟମେଣ୍ଟ ଆଣିକି ଛାଡ଼ିଦେବାଟା ଆପଣଙ୍କୁ 24 ଘଣ୍ଟା ଲାଗିଲାନି। କିନ୍ତୁ ଅପରପକ୍ଷରେ ଆମ ଢେଙ୍କାନାଳ ସଦର ବ୍ଲକର ବେଲଟିକିରି ସେକ୍ଟରର ନାଗିଆପଶି ବି ଅଙ୍ଗନବାଡ଼ିର ସହାୟିକା ବର୍ଷେ ହେଲା ମରିସାରିଲେଣି, ଗୌରୀବାଳା ସାମଲ। କିନ୍ତୁ ଆପଣ କାଗଜପତ୍ର ରେକର୍ଡ଼ରେ ତାଙ୍କୁ ନ ମାରି ଅଙ୍ଗନବାଡ଼ି କର୍ମୀ କିରଣ କାନୁନଗୋକୁ ମାରି ଦେଇଛନ୍ତି। ତାଙ୍କର ଅଙ୍ଗନବାଡ଼ି କର୍ମୀଙ୍କର ଦରମା ଆପଣ ତାଙ୍କ ଆକାଉଣ୍ଟକୁ ଦେଉନାହାନ୍ତି। ବହୁତ ଥର ବଚସା ଫଳରେ, ଲିଖିତ ଆକାରରେ ଦେଲା ଫଳରେ, କହିଲା ଫଳରେ ଆପଣ ଏବେ ବୋଧେ ମାସେ 2 ମାସର ଦରମା ତାଙ୍କ ଆକାଉଣ୍ଟକୁ ଦେଉଛନ୍ତି। କିନ୍ତୁ ପୂର୍ବରୁ ଯେଉଁ 10 ମାସର ଦରମା ବନ୍ଦ କରି ଭୁଲ ବଶତଃ ହେଉ କିମ୍ବା ଆପଣଙ୍କର ଧୃଷ୍ଟତା ପାଇଁ ହେଉ କିରଣ କାନୁନଗୋକୁ ଆପଣ ମାରି ଦେଇଥିଲେ, ସେ ଟଙ୍କା ଆପଣ କାହିଁକି ଦେଉନାହାନ୍ତି? ଗଲା ନମ୍ବର 1। 2ରେ ଆପଣ ଆମର ଦରମା କଲେନି। ଜାନୁଆରୀ ମାସର ଦରମା ଆପଣ ଆମର କଲେନି। ହଁ, ଆଉ ଗୋଟେ କଥା, ତାର କିରଣ କାନୁନଗୋକୁ ଆପଣ ମାରିକି ତା ଦରମା କଲେନି, ସହାୟିକା ମରିଥିଲା। ଆଉ ଏପଟେ 24 ଘଣ୍ଟା ବିତିନି, ଆପଣ ମିଟିଂ ପରେ 26 ତାରିଖ ଦିନ ବ୍ୟାଙ୍କକୁ ଯାଇ 27 ତାରିଖ ଦିନ ଶୁକ୍ରବାର ସକାଳ 9:59 ଗ୍ରୁପ ସେକ୍ଟର ଲିଡର ଗ୍ରୁପରେ ଆମେ ଆମର ମାନସୀ ମହାପାତ୍ର ଆଉ ହରପ୍ରିୟା ସ୍ୱାଇଁ 2 ଜଣଙ୍କର ଷ୍ଟେଟମେଣ୍ଟ, ବ୍ୟକ୍ତିଗତ ଷ୍ଟେଟମେଣ୍ଟକୁ ଛାଡ଼ିଲେ। ଏଇଠି ଆପଣଙ୍କୁ ମୁଁ ପ୍ରଶ୍ନ ପଚାରୁଛି ଯେ ଆପଣ କିଭଳି ଭାବରେ, ଆପଣଙ୍କ ବିବେକ ବାଧା ଦେଲାନି, ଆପଣ କିଭଳି ଭାବରେ ଆମର ବ୍ୟକ୍ତିଗତ ଦରମା ଆକାଉଣ୍ଟର ଷ୍ଟେଟମେଣ୍ଟ, ଆପଣ ଜାନୁଆରୀ ମାସରେ ଆମର ଦରମା କରିନାହାନ୍ତି, ଆଉ ଡାଇରେକ୍ଟ ସଚିବାଳୟରୁ ଆମର ଦରମା ଆସୁଥିଲା ବେଳେ ଆପଣ ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ବା ତାଙ୍କର ଷ୍ଟାଫଙ୍କ ଠାରୁ କିଭଳି ଭାବରେ ବ୍ୟକ୍ତିଗତ ଆକାଉଣ୍ଟର ଷ୍ଟେଟମେଣ୍ଟ ଆପଣ ଆଣି ଗ୍ରୁପରେ ଛାଡ଼ିଲେ, ଏହା ବଡ଼ ଲଜ୍ଜାଜନକ ଆଉ ପରିତାପର ବିଷୟ। ଆଉ ଗୋଟେ କଥା, ମୁଁ ଟ୍ରେନିଂ କଥାକୁ ଯାଉଛି। ଆପଣ ଯେଉଁ ଟ୍ରେନିଂର ଟଙ୍କା ସେଥିରେ ଲେଖିକି ଗୋଲ ମୁଣ୍ଡଳି ବୁଲେଇକି ଛାଡ଼ିଛନ୍ତି, ସେଇ ଟ୍ରେନିଂ ବିଷୟରେ କହୁଛି। ମାର୍ଚ୍ଚ ମାସ 2025 ମସିହାରେ ଆପଣ ଯେଉଁ ଟ୍ରେନିଂ ଆମକୁ ଦେଇଥିଲେ, ପୋଷଣ ବି ପଢ଼ାଇବି, ସେଇ ଟ୍ରେନିଂ 3 ଦିନର ଥିଲା। ସେଥିରେ ଆମର ପିଲା 281 ପାଇଁ ଯେଉଁ ପଞ୍ଚାୟତ ହଲ୍ ନେଇଥିଲେ, 3 ଦିନ 6 ଦିନ 9 ଦିନ ଟ୍ରେନିଂ ଦେଇଥିଲେ। ଆପଣ ହିସାବ କରନ୍ତୁ, ଏଇ ଟ୍ରେନିଂରେ
नंबर 1 जन पिछा 300 टंका खाइबाकू थिला आपण 50 टंकार टिफिन देइथिले ओ मिल गोटाक 70-80 टंका हबो धरी नियो 100 टंका 150 टंका आपणकर कटिगले मुंड पिछा 150 टंका कटिगले आ 150 टंका रहिला 281 गुणन 3 दिन समान 843 टंका 843 जन गुणन 150 टंका जो 150 टंका मिल पाई बळिला 281 गुणन 3 दिन 843 गुणन 150 टंका समान 1,26,450 टंका आपण आत्मसात कले। 2 नंबर रे जन पिछा 300 टंका ट्रेनिंग बैग बाबद आसीथिला बेले आपण फोल्डर खाता कलम बाबद को 30 टंका धरंतु 50 टंका आपण खर्च कले आउ रहिला सेथिरे 250 टंका 281 जन अंगनवाड़ी कर्मी गुणन 250 समान 70,250 टंका। 3 नंबर रे जन पिछा घर भड़ा दिन को 200 टंका आसीथिला हेले 3 दिन को 600 टंका 281 गुणन 600 समान 1,68,600 टंका। 4 नंबर रे ट्रेनिंग रो घर भड़ा बाबद को दिन को 2000 टंका आसीथिला 9 दिन ट्रेनिंग देले आपणकठू तो वीडियो महोदय केबे हेले घर भड़ा 18,000 टंका नेई नथिबे ए 18,000 मध्ये रहिला एमती हिसाब कले 3,83,300 टंका आपण आत्मसात करदेले कौन 450 टंका देले बोली ताकू पुणी आम व्यक्तिगत पासबुक जाई इंडियन बैंक रु आनी 24 घंटा भितर आपण जदि ताकू ग्रुप रे छाड़ी पारुचंती ताहले आपण काजल किरण कानून गो को किभली भाबरे हेल्पर मृत्युवरण करथिबा जगार कर्मी की मृत्युवरण कराई तार अनेक दिन 10-12 मासर पैसा वर्षकर टंका कहीं दौ नाहंती एते भलिया त्रुटि गहिरित अपराध आपण किभली कले आपण पाठ पढ़ी की शिक्षिता मैडम होइचंती परा तापरे भी आपण चालुणी हेई छुंचीर कोठे गोटे कणा देखुचंती आपण पर हमर ऑफिसर आपण को अनुशासन रे हमें बंधा आपण जदि एमिति करिवे चाउल खाइबे टंका खाइबे अंडा पैसा खाइबे छतुआ पैसा खाइबे हमर दरमा टंका मध्य करिवेनी ताले आमे किभली काम करिवु केमिति चलिवु तेणु एठी आपण मु खुलमखुला भाव कहूँ खोला खोली कहूँ 3,83,300 टंका को आपण आत्मसात करदेले किंतु मानसी महापात्र और हरप्रिया स्वाईर व्यक्तिगत स्टेटमेंट को आपण बैंक रु आनी जदि एभली काम करि पारुचंती ताहेले जो त्रुटि सब आपण करूचंती सेगुडा काहेकि सुधारु नाहंती काहेकि जनवरी मासर अलगा माने दरमा पाइले बेले हमर दरमा आपण कलेनी आपण पूरा 2 जण क्लर्क अछंती जणे हेड क्लर्क जणे जूनियर क्लर्क आपण पाखे पूरा सुपरवाइजर मैडम माने अछंती आपण पूरा जेते बेले कहंती हरप्रिया काम पाई हमर स्टाफ दरकार केही पिला नाहंती स्टाफ पठा मु पूरा निजे जाई कि आपण पाखे ऑफिशियली काम करिछि मु पूरा हमर साथी भणी माननकु जो माने भलो काम करंती टैलेंट अछि से मानकु पठेछि बीएमए पास करथिबा झिया माने सदर ब्लॉक रे आ सारा ओडिसा रे मध्ये अंगनवाड़ी झिया माने चाकरी करचंती जाई कि आपनकर ऑफिस काम से माने पूरा करंती बिना पारिश्रमिक रे बिना दिउधारे करिके आसंती आपनको एते सहाय्य कला पर आपण किभली भाबरे ए भली स्टेटमेंट देले आउ हमर अन्य काम सब करिया पई आपण केमिति पछौचंती एहा दुख आ परितापर विषय आपण गोविंदपुर सेक्टर 28-29 जन साथी भणी कर्मी आ सहायिका डबल एमानकर दरमा कलेनी आमे संघ तरफ जाई कि सचिवालय रु दरमा करिके आनिलु या परे बेल्टिक्री सेक्टर बणसिंग सेक्टर मध्य 24 मसियार कथा अक्टोबर मासर दरमा मध्य 70 जन कर्मी 35 सहायिका 35 जनकर दरमा आपण कलेनी से दरमा को आपण करि पारलेनी ए वर्ष जनवरी मासरे डिसेंबर 11 तारिख दिन जाई सचिवालय रे संघ माध्यम रे आलोचना करी सेमानक दरमा भी आमे कलु जदि आपण दरमा करि पार नाहंती किछि करि पार नाहंती आ गोटे स्टेटमेंट जाई कि बैंक रु आनी कि ग्रुप रे आपण छाडुचंती आपणकर एते दोष को घोड़िया पाई जाई कोठी कार गोटे सोरिष को पर्वत करूचंती आपणकर पर्वत दोष सोरिष भलिया आपण निजको निजे देखै होउचंती आपण विचार करंतु आपण जहा कले ठीक काम कले हाँ साथी भाई बणी माने ए सब विषय को आपण मानक आगे थोइली विचार करंतु आमर सरिता नायक सीडीपीओ महोदय ठीक काम कले बैंक रु स्टेटमेंट आमर व्यक्तिगत स्टेटमेंट आन केमिति देखैबा ना मु जहा कहूची ठीक कहूची साथी भणी माने आसंतु ना जदि से बाड़ होई आमर फसल खाइबे ताले आमे काहाकू साक्षी देबु काहा आगे कहबु तेणु आम सीडीपीओ महोदयंकर जो नारा आमे रखिथिलु 24 घंटा भितर तांकर बदली करा जाऊ काई आज जाई तो हेलानी से ए भली भाबरे अनेक काम करि चलिबे तेणु आज मु चैनल माध्यम रे हमर मान्यवर विभागीय मंत्री महोदय प्रभाती परिडा मैडम को अनुरोध करूची तुरंत सरिता नायक सीडीपीओ को आम ढेंकानाल सदर ब्लॉक नियंतु
ତାଙ୍କୁ ଅନ୍ୟ ଆଡ଼େ ପୋଷ୍ଟିଂ ଦିଅନ୍ତୁ। ସାଥୀ ଭଉଣୀମାନେ, ଯଦି ମୋର କହିବାରେ କିଛି ଦୋଷ ଦୁର୍ବଳତା ତ୍ରୁଟି ଥାଏ ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚିତ ଲେଖି, ଭାବୁଛି ମୋର କୌଣସି ତ୍ରୁଟି ନଥିବ। ଆଉ ଯଦି ଆପଣଙ୍କୁ ଏ କଥା ଭଲ ଲାଗେ କିମ୍ବା କ'ଣ ଲାଗୁଛି ଆପଣ ମନ୍ତବ୍ୟରେ ନିଶ୍ଚିତ ଜଣାଇବେ। ପରବର୍ତ୍ତୀ ସମୟରେ ଆଉ କିଛି ନୂଆ କାର୍ଯ୍ୟକ୍ରମ ନେଇ ଆପଣମାନଙ୍କ ନିକଟରେ ଭେଟିଦେବି। ସେ ପର୍ଯ୍ୟନ୍ତ ବିଦାୟ ନେଉଛି। ନମସ୍କାର ସାଥୀ ଭଉଣୀମାନେ।